ଭିଜିଲାନ୍ସ ପଞ୍ଝାରେ ଯୋଗାଣ ଅଧିକାରୀ। ଆଜି ପୁଣି ଜଣେ ସରକାରୀ ବାବୁଙ୍କୁ ଟାର୍ଗେଟ କରିଛି ଓଡ଼ିଶା ଭିଜିଲାନ୍ସ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଗତକାଲି ରାତି 9ଟାରୁ ଶ୍ରୀ ପାଣିଗ୍ରାହୀଙ୍କ ସୋନପୁର ସ୍ଥିତ ଭଡ଼ା ଘରେ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ଭୁବନେଶ୍ୱର, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ର 11ଟି ସ୍ଥାନରେ ରେଡ୍ ଚାଲିଛି। ବଲାଙ୍ଗୀର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ୱାରେଣ୍ଟ ଆଧାରରେ 2 ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 3 ଜଣ ଡିଏସ୍ପି, 7 ଜଣ ଇନ୍ସପେକ୍ଟର ଓ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଛି। ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ଲୋକଙ୍କୁ ଲାଞ୍ଚ ମାଗିବା ଓ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ରହିଥିଲା। ବର୍ତ୍ତମାନ ସୁଦ୍ଧା ରେଡ୍ ଚାଲିଥିବାରୁ ସଠିକ୍ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ। ଚଢ଼ାଉ ଚାଲିଥିବା ସ୍ଥାନଗୁଡ଼ିକ ହେଲା ବଲାଙ୍ଗୀର ସହରର ତୁଳସୀନଗରରେ ଶ୍ରୀ ପାଣିଗ୍ରାହୀଙ୍କ ବାସଭବନ, ସୋନପୁର ଟାଉନରେ ଶ୍ରୀ ପାଣିଗ୍ରାହୀଙ୍କ ଭଡ଼ା ଘର ଓ ସୁବର୍ଣ୍ଣପୁରରେ ଥିବା ତାଙ୍କ କାର୍ଯ୍ୟାଳୟ କକ୍ଷ। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ୍।